हे एभ्रिवान आज ମୁଁ ଆପଣମାନଙ୍କ ସହିତ ସେୟାର କରିବି ଓଡ଼ିଆ ଘରର ଆଉ ଗୋଟେ ଅଥେଣ୍ଟିକ ରେସିପି ଯୋଉଟା କି ହଉଛି ଶାଗ ମୁଗ ରେସିପି। ଏଇଟା ହେଲ୍ଦି ତ ବହୁତ ଅଟେ, ଖାଇବା ପାଇଁ କିନ୍ତୁ ବହୁତ ବଢିଆ ଲାଗିଥାଏ ଆଉ ବହୁତ ଜଲ୍ଦି ବନିକି ରେଡି ହେଇଯାଇଥାଏ। ତ ମୁଁ ଏଠି ଅଧା କପ୍ ନେଇଯାଇଛି ମୁଗ। ଏଇଟା ଆମର ଦେଶୀ ମୁଗ, ତ ଭଜା ହେଇକି ପୁରା ଚୁରା ହେଇକି ରେଡି ହେଇଛି। ସେଇ ମୁଗଟି ମୁଁ ନେଇଯାଇଛି ହାଫ କପ୍। ତା ସହିତ ନେଇଯାଇଛି ଗୋଟେ କପ୍ ନେଇଯାଇଛି ସଜନା ଶାଗ। ସଜନା ଶାଗକୁ ଭଲ ଭାବରେ ବାଛିକି ଧୋଇକି ଥୋଇ ଦେଇଛି। ତାପରେ ମୁଗଟିକୁ ଆମେ ପ୍ରଥମେ ଧୋଇ ନବା। ମୁଗଟିକୁ ଧୋଇ ସାରିଲା ପରେ ତାପରେ ସିଝେଇବା ପ୍ରେସର କୁକରରେ। ତ ପ୍ରେସର କୁକର ନେଇ ଆସିବା, ସେଥିରେ ଦେଇଦବା ମୁଗ। ମୁଗ ଦେଇ ଦେଇକି ତାପରେ ଆମେ କଣ କରିବା ନା, ସେଥିରେ ମୁଁ 2 କପ୍ ପାଣି ଦେଇ ଦେଇଛି। 2 କପ୍ ପାଣି ଦେଇଦେବେ। ପାଣି ଦେଇକି ହଳଦୀ ଲଙ୍କାଗୁଣ୍ଡ ସ୍ୱାଦ ଅନୁସାରେ ହଳଦୀ ଆଉ ଲୁଣ ଦେବେ। ଲଙ୍କାଗୁଣ୍ଡ ନୁହଁ, ହଳଦୀ ଲୁଣ ସ୍ୱାଦ ଅନୁସାରେ ଲୁଣ ଦେଇକି 2ଟା ସିଟି ମାରିବା ପର୍ଯ୍ୟନ୍ତ ସିଝେଇବେ। ବେଶୀ ସିଝେଇବେନି, ବେଶୀ ସିଝେଇଲେ ଶାଗ ମୁଗ ଭଲ ଲାଗିନଥାଏ। ତ 2ଟା ସିଟିରେ ପରଫେକ୍ଟ ବନିବ। ତାପରେ ଗ୍ୟାସ ର ଫ୍ଲେମ କୁ ଅଫ୍ କରିଦେଇଛି। 2ଟା ସିଟି ମାରି ସାରିଲା ପରେ ତାପରେ ଏପଟେ କଡେଇ ବସେଇ ଦେଇଛି। ସୋରିଷ ତେଲ ନେବେ ଫ୍ରେଣ୍ଡ। ସେଇ ଶାଗ ମୁଗରେ 1 ଟେବୁଲ ସ୍ପୁନ ସୋରିଷ ତେଲ ନେଇଯାଇଛି। ସୋରିଷ ତେଲ ଗରମ ହେଇଗଲେ ଆମେ ସେଥିରେ ପଞ୍ଚ ଫୁଟଣ ପକେଇ ନବା। ପଞ୍ଚ ଫୁଟଣଟି ଭଲ ଭାବରେ ଫୁଟିଲେ ଆମେ ତାପରେ ପକେଇବା ଶୁଖିଲା ଲଙ୍କା। ଶୁଖିଲା ଲଙ୍କା ପକେଇକି ତାପରେ ଆମେ 7ରୁ 8ଟି ରସୁଣ କୋଲାକୁ ଛେଚିକି ନେଇଛି। ଛେଚିକି ପକେଇଦେବେ। ପକେଇକି ଭଲ ଭାବରେ ଫ୍ରାଏ କରିନେବେ। ରସୁଣ ଟିକେ ଭାଜି ହେଇଗଲେ ଆମେ ତାପରେ ଯୋଉ ରଖିଥିଲେ ସଜନା ଶାଗ ତାକୁ ଦେଇଦବା। ଦେଇ ଦେଇକି ଭାଜି ନବା। ତ ସଜନା ଶାଗଟିକୁ ଭଲ ଭାବରେ ଭାଜି ନବା। ଭଲ ଭାବରେ ଭାଜି ନେଲେ ଆମର ଶାଗ ମୁଗଟି ବହୁତ ଭଲ ଫ୍ଲେଭର ଆସିଥାଏ ଆଉ ବହୁତ ବଢିଆ ଟେଷ୍ଟ ଲାଗିଥାଏ। ତାପରେ ଦେଖି ନିଅନ୍ତୁ ଏପଟେ ଆମର ମୁଗଟି କିଭଳି ସିଝିଛି। ଦେଖନ୍ତୁ ଏଇଭଳି ଭାବରେ ଯେମିତି ସିଝିବ। ଏଇଭଳି ଭାବରେ ଅଧା ଅଧା ସିଝିଲେ ଭଲ ଲାଗିବ ରେସିପିଟି। ପୁରା ସିଝିଗଲେ ଭଲ ଲାଗିବନି। ତେଣୁକରି 2ଟା ସିଟି ପରଫେକ୍ଟ। 2ଟା ସିଟିରେ ବନ୍ଦ କରିଦେବେ। ବହୁତ ଭଲ ଭାବରେ ସିଝିଯିବ। ତ ଏପଟେ ଦେଖନ୍ତୁ ଶାଗଟିକୁ ମୁଁ ଭାଜି ନଉଛି ଭଲ ଭାବରେ। ଶାଗଟି ଭାଜି ହେଇଗଲେ ଆମେ ସେଥିରେ ଆମେ ଯୋଉ ମୁଗ ସିଝେଇକି ରଖିଥିଲେ ତାକୁ ଢାଳିଦବା। ଦେଖନ୍ତୁ ଏବେ ରେଡି ହେଇଯାଇଛି। ତାପରେ ମୁଁ ମୁଗକୁ ଯୋଉ ସିଝେଇକି ରଖିଥିଲେ ତାକୁ ଦେଇଦେଲେ। ତାକୁ ଦେଇ ଦେଇକି ଭଲ ଭାବରେ ମିକ୍ସ କରିନେବେ। ଏଠି ଭଲ ଭାବରେ ମିକ୍ସ କରିନେବେ। ତାପରେ ଆମେ ପାଣି, ଆପଣ ମାନେ ଜାଣିଛନ୍ତି ଶାଗ ମୁଗଟି ଟିକେ ମୋଟା ମୋଟା ବହଳିଆ ବନିଥାଏ, ପତଳା ବନି ନଥାଏ। ତ ମୁଁ ଏଇଠି 2 କପ୍ ପାଣି ଦେଇ ଦେଇଛି। ପାଣି ଦେଇକି ଭଲ ଭାବରେ ହାଇ ଫ୍ଲେମ ରେ ଫୁଟେଇ ନେବେ। ଭଲ ଭାବରେ ହାଇ ଫ୍ଲେମ ରେ ଫୁଟେଇ ନେବେ। ଟିକେ ଜଷ୍ଟ ପାଣି ଥିବ ବନ୍ଦ କରିଦେବେ, କାରଣ ଥଣ୍ଡା ହେଇଗଲେ ଆମର ପୁରା ଶାଗ ମୁଗଟି ପୁରା ଆମର ବହଳିଆ ହେଇଯିବ। ସେଥିପାଇଁ ଟିକେ ଅଳ୍ପ ଟିକେ ପାଣି ଥିବ। ସେଇ ଷ୍ଟେଜରେ ଆପଣ ମାନେ ଗ୍ୟାସ ର ଫ୍ଲେମ କୁ ଅଫ୍ କରିଦେବେ। ଦେଖନ୍ତୁ ଏଭଳି ଭାବରେ ପୁରା ଭଲ ଭାବରେ ଫୁଟିଛି। ତ ଏଇ ଷ୍ଟେଜରେ ଆମେ ଗ୍ୟାସ ର ଫ୍ଲେମ କୁ ଅଫ୍ କରିନବା। ତ ଏବେ ଆମର ରେଡି ହେଇଯାଇଛି। ଦେଖନ୍ତୁ କେତେ ସୁନ୍ଦର କଲରଫୁଲ ଦେଖାଯାଉଛି ଆମର ଶାଗ ମୁଗଟି। ଏଇଭଳି ଭାବରେ ଏଇ ହେଲ୍ଦି ରେସିପିଟିକୁ ଟ୍ରାଏ କରନ୍ତୁ। ଓଡିଶାର ଆମର ଆଉ ଗୋଟେ ଅଥେଣ୍ଟିକ ରେସିପି ଯୋଉଟା କି ହଉଛି ଶାଗ ମୁଗ। ଛୋଟ ଛୁଆ ମାନଙ୍କ ପାଇଁ ବହୁତ ବଢିଆ ହେଇଥାଏ। ଫ୍ରେଣ୍ଡସ୍, ଫୁଲ ଭିଡିଓ ଦେଖିବେ। ଭଲ ଲାଗିଲେ ଲାଇକ୍, ସେୟାର, କମେଣ୍ଟ କରିବେ।